ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ବାସ୍ତୁ ସେସନ ଆରମ୍ଭ କରିବା। ଏଇ ବାସ୍ତୁ ସେସନ କ୍ରମରେ ଆମେ ଅଲରେଡି ଅଷ୍ଟଦିଗ ର ମୁଖୀ ଭୂଖଣ୍ଡ ରେ ଘର କଲା ବେଳେ ଆମେ କେଉଁ କେଉଁ ଛୋଟ ଛୋଟ ଟିପ୍ସ ଆଣ୍ଡ ଟ୍ରିକ୍ସ କୁ ମନେ ରଖିକି ନୂତନ ପ୍ଲଟ ରେ ଘର ନିର୍ମାଣ କରିବା ସେଇ ବିଷୟରେ ଆଜି ଆମେ ଆଲୋଚନା କରିବା। ସେ ବିଷୟରେ ଆଲୋଚନା କ୍ରମ ଚାଲିଛି ବି ଏବଂ ଆମେ ସେ ଆଲୋଚନା ଚକ୍ରରେ 4-5ଟି ଭିଡିଓ ଅଲରେଡି ସାରି ଦେଇଛୁ। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଅ, ଆଗ୍ନେୟ ସରିଯାଇଛି। ଆଜି ଆମେ ନୈଋତ୍ୟମୁଖୀ ଭୂଖଣ୍ଡ ବିଷୟରେ ପଢିବା। କି ଏଇଟା ଆମେ କାହିଁକି ପଢୁଛେ, ଆମେ ଏଇ ସବଜେକ୍ଟଟା ଏଇଥିପାଇଁ ପଢୁଛେ ଯେ ଆମେ ଗୋଟେ କୌଣସି ଜିନିଷ ଆରମ୍ଭ ହେଲା, ଆମର ଗୋଟେ କୌଣସି ଜିନିଷ ଆରମ୍ଭ ହେଲା, ଆମେ କୌଣସି ଗୋଟେ ଜାଗାରେ ନୂଆ ଘର ନିର୍ମାଣ ପାଇଁ ଗଲେ ଏବଂ ସେ ଜାଗାର ଭୂଖଣ୍ଡର ପ୍ଲଟର ଅବସ୍ଥିତି ଦିଗ ଅନୁଯାୟୀ ତାର ସେଇ ପ୍ଲଟ ବା ଭୂଖଣ୍ଡର ଦିଗଟାର ରାସ୍ତା କୋଉ ଦିଗକୁ ରହିଛି ଏବଂ ସେଇ ଭୂଖଣ୍ଡରେ ଥିବା ଘରର ମହାଦ୍ୱାର କୋଉ ଦିଗକୁ ରହିଛି, ସେଇ ହିସାବରେ ଆମେ ଏଇ ସବୁ ଜିନିଷକୁ ଇମ୍ପ୍ଲିମେଣ୍ଟ କରିକି କାମ କରୁଛୁ। ଆଜି ଆମେ ସେଇ କ୍ରମରେ ନୈଋତ୍ୟ ଦିଗର ଭୂଖଣ୍ଡ ଏବଂ ଗୃହର ବିଷୟରେ ଜାଣିବା ଏବଂ ଏଇ ଟିପ୍ସ ଅଫ ଟ୍ରିକ୍ସ କୁ ନୂତନ ଘର କଲା ବେଳେ ଯଦି ଆମେ ତାକୁ ଇମ୍ପ୍ଲିମେଣ୍ଟ କରୁ, ଯୋଉଟା କି ଆକ୍ଚୁଆଲି ନିର୍ମାଣ ହେଲା ପରେ ଆଉ ଇମ୍ପ୍ଲିମେଣ୍ଟ କରିବା ସମ୍ଭବ ହୁଏନି, ପୁରା ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପଡେ, ଯୋଉଟା କି ନେକ୍ସଟ ଟୁ ପ୍ରାୟ ଇମ୍ପସିବଲ। ସମସ୍ତଙ୍କ ପାଖରେ ଏତେ ପଇସା ନେଇ ପୁଣି ଗୋଟେ ବାସ୍ତୁ ଅନୁଯାୟୀ ଭାଙ୍ଗିକି ପୁଣି ଗୋଟେ ନୂଆ ତିଆରି କରିବା ପାଇଁ। ସେଥିପାଇଁ ଯେତେବେଳେ କୌଣସି ନୂଆ ଘର ତିଆରି କରାଯାଏ ଗୋଟେ ବାସ୍ତୁବିଦର ପରାମର୍ଶ ନେବା ଉଚିତ ଏବଂ ତଦନୁପାତିକ କାର୍ଯ୍ୟ କରିବା ଉଚିତ। ଏଇଟା ମୋର ଅଭିମତ ଏବଂ ମୁଁ ଏଇ କ୍ରମରେ ଯୋଉ ଭିଡିଓ ଗୁଡିକ, ଯୋଉ ସିରିଜ ଗୁଡିକ ବନେଇଛି, ଏଗୁଡା ଜଷ୍ଟ ଗୋଟେ ଚୁମ୍ବକୀୟ ଧାରଣା। ୟା ଉପରେ ବି ବହୁତ କିଛି ଜିନିଷ ଅଛି ଯୋଉଟା ରିସର୍ଚ୍ଚ ରେ କଢା ଯାଇପାରିବ। ବାସ୍ ଗୋଟେ ଛୋଟ ଛୋଟ ଜିନିଷ ଯୋଉଗୁଡାକୁ ଆମେ ଧ୍ୟାନ ରଖିଲେ ତାର ବହୁତ ପରିମାଣରେ ଆମେ ତାର ଲାଭ ପାଇପାରିବା। ସେଇ ବିଷୟରେ ଆମେ ଆଲୋଚନା କରିବା। ସେଇ କ୍ରମରେ ଆମେ ନୈଋତ୍ୟମୁଖୀ ଭୂଖଣ୍ଡ ଆଉ ଗୃହ ଆଲୋଚନା କରୁଛେ। ଯେତେବେଳେ ବି କୌଣସି ନୈଋତ୍ୟମୁଖୀ ଗୃହ ବା ନୈଋତ୍ୟମୁଖୀ ଭୂଖଣ୍ଡରେ ଆମେ ଘର ନିର୍ମାଣ କରିବାକୁ ଯାଉଛେ, ଆମକୁ କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ ସେଇଟା ବିଷୟରେ ଆମେ ଧାରଣା ଆଜି ସମ୍ୟକ ଭାବରେ ଜାଣିବା। ତା ପୂର୍ବରୁ ମୁଁ କହି ରଖେ, ଯେଉଁ ଭୂଖଣ୍ଡ ବା ଗୃହର ମୁଖ୍ୟ ଦ୍ୱାର ନୈଋତ୍ୟ କୋଣ ପଟରେ ଥାଏ, ନୈଋତ୍ୟ କୋଣ ତାକୁ ହିଁ କୁହାଯାଏ ଯୋଉଟା ସାଉଥ ଆଉ ୱେଷ୍ଟ ଡିରେକ୍ସନ ରେ ଥାଏ, ତାକୁ ନୈଋତ୍ୟ କୋଣ କୁହାଯାଏ। ଏବଂ ଯଦି କାହାର ଭୂଖଣ୍ଡ ବା ଗୃହର ମୁଖ୍ୟ ଦ୍ୱାର କହିଲେ ଯୋଉ ବାଟ ଦେଇ ଆମେ ଯିବା ଆସିବା କରୁଛୁ, ଭୂଖଣ୍ଡ ବା ମୁଖ୍ୟର ଦ୍ୱାର ଯଦି ନୈଋତ୍ୟ କୋଣ ପଟରେ ଥାଏ ତାକୁ ନୈଋତ୍ୟମୁଖୀ ଭୂଖଣ୍ଡ ବା ଗୃହ ବୋଲି କୁହାଯାଏ। ନୈଋତ୍ୟ ଦିଗର ଅଧିପତି ଗ୍ରହ ହଉଛନ୍ତି ରାହୁ ଏବଂ ଦେବତା ହଉଛନ୍ତି ନିରୁତି ବା ସିଏ ହଉଛନ୍ତି ରାକ୍ଷାସିଣୀ। ରାକ୍ଷାସ ତାଙ୍କର ରାକ୍ଷାସ ପ୍ରବୃତ୍ତି। ନୈଋତ୍ୟର ଅର୍ଥ ହଉଛି ଦୁର୍ଭାଗ୍ୟ, ତେଣୁ ନୈଋତ୍ୟମୁଖୀ ଗୃହରେ ସାମାନ୍ୟ ଦୋଷ ରହିଲେ କୁପ୍ରଭାବ ଅଧିକା ପଡେ ଏବଂ ଏହାର ପ୍ରଭାବ ଗୃହର ସମସ୍ତଙ୍କ ଉପରେ ପଡିଥାଏ। ଭାଇ, ନୈଋତ୍ୟ କୋଣ ବିଷୟରେ ଡିସ୍କସନ କରିବା ଆଗରୁ ମୁଁ ଗୋଟେ ଜିନିଷ କହି ରଖେ କି ରାଜବାବୁ କାଇଣ୍ଡଲି ସେ ଯୋଉ ନୈଋତ୍ୟ ଦିଗଟାକୁ ରେଡ ପେନ ରେ ଭଲ କି ଗୋଟେ ଗୋଲ ବୁଲେଇ ଦିଅନ୍ତୁ। ପଏଣ୍ଟ ନମ୍ବର 1, ଏଇ ଡିରେକ୍ସନ ରେ ଯଦି କାହାର ଭୂଖଣ୍ଡ ଥାଏ ତେବେ 95% ଅଫ ଦ କେସେସ ରେ ମୁଁ ଏହାର ପଜିଟିଭ ରେଜଲ୍ଟ ଦେଖି ନାହିଁ। ଆପଣ 98% ଅଫ ଦ କେସେସ ରେ ମଧ୍ୟ କହିପାରିବେ ଏହାର ପଜିଟିଭ ରେଜଲ୍ଟ ନାହିଁ। କାରଣ ଏ ଏଇ ଡିରେକ୍ସନ ଟାକୁ ଅଧିପତ୍ୟ କରନ୍ତି, ରାହୁଦେବ, ଯିଏକି ତାଙ୍କ ବିଷୟରେ ସମସ୍ତେ ଭଲ ଭାବରେ ଅବଗତ। ଏବଂ ଏ ଦିଗର ଯେ ଦେବତା ହଉଛନ୍ତି ନିରୁତି, ଯିଏକି ଜଣେ ରାକ୍ଷାସୁଣୀ। ତେଣୁ ନିରୁତି ଶବ୍ଦର ଅର୍ଥ ବି ଦୁର୍ଭାଗ୍ୟ। ତେଣୁ ଏଇ ଡିରେକ୍ସନ ରେ ଯାହା ବି ମୁଁ ଦଉଛି, ପ୍ରଥମ ପଏଣ୍ଟ କହିବି, ଏଇଭଳିଆ ପ୍ଲଟ ଯଦି କାହାକୁ ମିଳୁଛି ତାହେଲେ ଭାଇ ତାକୁ କିଣିବ ନାହିଁ। ବହୁତ ବଡ ବଡ ବିଜନେସ ମ୍ୟାନଙ୍କୁ ମୁଁ ଦେଖିଛି ଯେ ଆମେ କ୍ରମରେ, ଯେ ଯଦି ଏଇ ଡିରେକ୍ସନ ରେ ତାଙ୍କର ଭୂଖଣ୍ଡର ଗୋଟେ ପ୍ଲଟ କିଣିବାରୁ ତାଙ୍କର ବିଜନେସ ରେ ଅଧିକ ମାତ୍ରାରେ କ୍ଷତି ହେଲା ଏବଂ ଏହି ପ୍ଲଟ ତାଙ୍କୁ ବୁଡେଇ ଦେଲା, କହିଲେ ଅତ୍ୟୁକ୍ତି ହେବ ନାହିଁ। ଯୋଉ ଯୋଉ ଆଷ୍ଟ୍ରୋଲୋଜିକାଲ ଲୋକମାନଙ୍କର, ଏଇ ଆଷ୍ଟ୍ରୋଲୋଜିକାଲ ଯେତେବେଳେ ମୁଁ ଚାର୍ଟ ଦେଖେ, ସେ ଚାର୍ଟ ଦେଖିଲା ବେଳେ ମୁଁ ବି ଏଇଟା ବି ଦେଖିଛି ଯଦି ତାଙ୍କର ରାହୁ, ତାଙ୍କ ଘରେ ସମସ୍ତେ ପୀଡିତ ଥାନ୍ତି ଯଦି ତାଙ୍କର ଏଇ ସାଉଥ ୱେଷ୍ଟ ଡିରେକ୍ସନ ର ମହାଦ୍ୱାର ଥାଏ। ଏଇଟା ସର୍ବପ୍ରଥମେ କ୍ଲିୟର ହେଇଯାଆନ୍ତୁ। ତେଣୁ ଏଇ ସର୍ବପ୍ରଥମ ପଏଣ୍ଟ ହେଲା, ଏଇ ଡିରେକ୍ସନ ରେ ଯଦି ମୁଖ୍ୟ ଦ୍ୱାର ବା କୌଣସି ଭୂଖଣ୍ଡ ଆପଣଙ୍କୁ କୌଣସି ଗୋଟେ ଭୂମି ମିଳିଲା କିଣିବା ପାଇଁ ଯାହାର ମୁଖ୍ୟ ଦ୍ୱାର ବା ତାର ସାଉଥ ୱେଷ୍ଟ କର୍ଣ୍ଣରରେ ରୋଡ ଅଛି, ତାହେଲେ ସେ ଜମିକୁ କିଣିବେ ନାହିଁ। ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2 ହେଲା, ଯଦି ଆପଣଙ୍କର ଘରର ମହାଦ୍ୱାର ସାଉଥ ୱେଷ୍ଟ ଡିରେକ୍ସନ ଅଛି ତାକୁ ଭାଙ୍ଗନ୍ତୁ, ତା ବ୍ୟତୀତ ଅନ୍ୟ କୌଣସି ରିମେଡି ନାହିଁ। ଭାଙ୍ଗିକି ବାସ୍ତୁବିଦ ଡାକିକି ଯୋଉ ଡିରେକ୍ସନ ରେ ଖୋଲିଲେ, ମୋ ମୁଖ୍ୟ ଦ୍ୱାର, ଘରର ମୁଖ୍ୟ ଦ୍ୱାର ଯୋଉ ବାଟେ ଯିବା ଆସିବା କରିବା ସେଇ ଡିରେକ୍ସନ ଖୋଲେ,
ଆପଣଙ୍କୁ ଫାଇଦା ହବ ସେଇ ଡିରେକ୍ସନ ରେ ଖୋଲନ୍ତୁ। ଅଦରୱାଇଜ ଆପଣଙ୍କୁ ବହୁତ ପରିମାଣରେ ପ୍ରୋବ୍ଲେମ ହବ ହିଁ ହବ। ଠିକ ଅଛି। ତାପରେ ଆଉ ଗୋଟେ କଣ, ତାପରେ ନୈଋତ୍ୟମୁଖୀ, ସମସ୍ତଙ୍କର ତ ଭାଇ ଏଇଟା କରିହବନି ନା, ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣ ଅଧିକ ଉଚ୍ଚ ହେବା ଉଚିତ। ଆହୁରି ମଧ୍ୟ ଉଚ୍ଚ ବୃକ୍ଷ, ପାହାଡ, ଉଚ୍ଚ ଅଟ୍ଟାଳିକା ଆଦି ରହିବା ଏହି ଦିଗରେ ଶୁଭପ୍ରଦ। ଠିକ ଅଛି। ନୈଋତ୍ୟମୁଖୀ ଗୃହର ସମ୍ମୁଖ ଭାଗରେ ଥିବା କୋଠରୀକୁ ଶୋଇବା ଘର କିମ୍ବା ଭଣ୍ଡାର ଘର କରିବା ଉଚିତ। ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣରେ ଥିବା କୋଠରୀକୁ ଗୃହ ସ୍ୱାମୀଙ୍କ ଶୋଇବା ଘର କରିବା ଉଚିତ। କିନ୍ତୁ ଗୃହ ସ୍ୱାମୀ ଯଦି ବ୍ୟବସାୟ କିମ୍ବା ଭ୍ରମଣଶୀଳ କର୍ମ କରୁଥାନ୍ତି, ତେବେ ନୈଋତ୍ୟ କୋଣରେ କଦାପି ଶୋଇବା ଘର ନିର୍ମାଣ କରିବେ ନାହିଁ। ଏହି ପରିସ୍ଥିତିରେ ବାୟୁ କୋଣରେ ଶୋଇବା ଏବଂ ଘର କରିବା ଉଚିତ। ଅବିବାହିତ କନ୍ୟା ମାନଙ୍କ ପାଇଁ ଶୋଇବା ଘର ନୈଋତ୍ୟ କୋଣରେ କରିବା ଉଚିତ ନୁହେଁ। କଲେ ବିବାହ କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ଉତ୍ପନ୍ନ ହୋଇଥାଏ। ଏବେ ଗୋଟେ ରିସେଣ୍ଟଲି ମୋର ଗୋଟେ ଚାଟ ଆସିଥିଲା, ସେ ଝିଅଟା ଶୋଉଛି ସାଉଥ ୱେଷ୍ଟ କର୍ଣ୍ଣରରେ, ତାକୁ 31 ବର୍ଷ ହେଲାଣି, ସବୁ ପାଠ ପଢୁଛି, ସବୁ ଭଲ, ଚାଟ ବି ଭଲ, କିନ୍ତୁ ତାର ବାହାଘର ହଉନି। ମୁଁ ଏବେ ତାଙ୍କୁ ରିସେଣ୍ଟଲି ସଜେଷ୍ଟ କରିଥିଲି କି ଆଜ୍ଞା ଆପଣ ସେଟାକୁ ଚେଞ୍ଜ କରନ୍ତୁ। ଚେଞ୍ଜ କଲେ 2 ମାସ ଭିତରେ ତାର ବାହାଘର ହେଇଗଲା। ଏ ଜଷ୍ଟ ତାର କାଲି ଭୋଜି ଖାଇକିନା ଆସିଲି। ଠିକ ଅଛି। ତ ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣରେ ଦକ୍ଷିଣ କୋଣକୁ ସିଢି କରିବା ଶୁଭପ୍ରଦ ହୋଇଥାଏ। ଆହୁରି ମଧ୍ୟ ସିଢି ଗୃହ ପଶ୍ଚିମ ପଟକୁ କରାଯାଇପାରେ, ତେବେ ସିଢିରେ ଚଢିବା ସମୟରେ ଦକ୍ଷିଣ କିମ୍ବା ପଶ୍ଚିମ ମୁଖ ହୋଇ ଚଢିବା ଉଚିତ। ନୈଋତ୍ୟ କୋଣରେ ଗୋବର ଗଦା, ପଥର ଗଦା ଓ ଓଜନୀୟ ବସ୍ତୁ ରହିଲେ ଧନ ଲାଭ ଓ ରୋଗହୀନ କରାଇଥାଏ। ଗୃହର ଅବ୍ୟବହୃତ ବସ୍ତୁ ଏହି କୋଣରେ ରହିଲେ ଶୁଭପ୍ରଦ ହୋଇଥାଏ। ନୈଋତ୍ୟମୁଖୀ ଗୃହର ସମ୍ମୁଖ ଭାଗରେ ଖାଲି ସ୍ଥାନ ପଛପଟରେ ଥିବା ଖାଲି ସ୍ଥାନ ଅପେକ୍ଷା କମ ହବା ଶୁଭପ୍ରଦ ହୋଇଥାଏ। ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣରେ ଥିବା କୋଠରୀ ଓ ବାରଣ୍ଡାର ଚଟାଣ ନିଚ ହୋଇଥିଲେ ଧନ ଓ ପ୍ରାଣୀ ହାନି, ମାନେ ନୈଋତ୍ୟମୁଖୀ, ଏଇ ପଏଣ୍ଟ ଟା ଭଲସେ ବୁଝନ୍ତୁ। ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣରେ ଥିବା କୋଠରୀ ଓ ବାରଣ୍ଡାର ଚଟାଣ ନିଚ ହୋଇଥିଲେ ଧନ ଓ ପ୍ରାଣହାନି ସହିତ ଭୟଙ୍କର ରୋଗର ଶିକାର ହେବାକୁ ପଡେ, ତେବେ କ୍ରୋନିକ ଡିଜିଜ ହେଇଥାଏ। ଦକ୍ଷିଣ ନୈଋତ୍ୟ କିମ୍ବା ପଶ୍ଚିମ ନୈଋତ୍ୟ କୋଣରେ ଗୃହର ମୁଖ୍ୟ ଦ୍ୱାର ରହିଲେ ଅପଯଶ, ବନ୍ଧନ, ଦୁର୍ଘଟଣା, ଆତ୍ମହତ୍ୟା ଆଦି ଭୟ ରହିବା ସହିତ ହୃଦଘାତ, ଅସ୍ତ୍ରୋପଚାର ଓ ଆକସ୍ମିକ ମୃତ୍ୟୁ ଆଦି ଦେଖାଇଥାଏ। ନୈଋତ୍ୟମୁଖୀ ଗୃହର ନୈଋତ୍ୟ କୋଣରେ ଝରକା ରହିବା ଅଶୁଭପ୍ରଦ। ଏହି ଦୋଷ ହ୍ରାସ କରିବା ପାଇଁ ଐଶାନ୍ୟ କୋଣରେ ଏକ ବଡ ଝରକା କରାଇବା ଉଚିତ। ଏହା ସହିତ ନୈଋତ୍ୟ କୋଣର ଝରକାରେ ସମ୍ପୂର୍ଣ୍ଣ ଆକାରରେ ପର୍ଦ୍ଦା ଲଗାଇଦେବା ଉଚିତ। ଇଏ ଥିଲା ଟିପ୍ସ ଆଣ୍ଡ ଟ୍ରିକ୍ସ। କିନ୍ତୁ ସର୍ବପ୍ରଥମେ ମୁଁ କହିବି କି ନୈଋତ୍ୟମୁଖୀ ପ୍ଲଟ ଆଉ ଯଦି ନୈଋତ୍ୟମୁଖୀ ଘର ମିଳୁଛି, ସେଠି ଟୋଟାଲ ଉପରେ ଆପଣ ମାନେ କିଣନ୍ତୁ ନାହିଁ, କି ସେଠି ଘର କରନ୍ତୁ ନାହିଁ, କି ସେଠି ମାନେ ମହାଦ୍ୱାର କରନ୍ତୁ ନାହିଁ। ଯଦି ଆପଣ ମାନେ କରନ୍ତି, 98% ଅଫ ଦ ଚାନ୍ସେସ୍ ଅଛି କି ଆପଣଙ୍କ ଘରେ ଯଦି ବାସ୍ତୁବିଦ ନ ଡାକି ମନ ମନକୁ କରିଦେଇଛନ୍ତି, ସାଉଥ ୱେଷ୍ଟ ରହିଗଲା, ତାହେଲେ ଘରର ସମସ୍ତେ ନିଶ୍ଚିତ ଭାବରେ ପୀଡିତ ହେବେ। ଆଉ ସେ ଘର କଣ ହବ ନା, ଯେତେ ପ୍ରକାର କୁ ଜିନିଷ ଯୋଉଟାକୁ ମଣିଷ ନିଜ ପରିବାରରେ ଶୁଣିବାକୁ ଚାହେଁନି, ଅପଯଶ, କିଏ ଜେଲ ଗଲାଣି, କାହାର ଆକ୍ସିଡେଣ୍ଟ ହେଲାଣି, କିଏ ସୁଇସାଇଡ କଲାଣି, କାହାର ହାର୍ଟ ପ୍ରୋବ୍ଲେମ ବାହାରିଲାଣି, କାହାର ଅପରେସନ ହେଲାଣି, କାହାର ସଡନ ଡେଥ ହେଲାଣି, ଏଇଭଳିଆ ପ୍ରୋବ୍ଲେମ ସବୁ ହବ। ତେଣୁ ମୋ ମତରେ ଯଦି କୌଣସି ଲୋକ ସେତିକି ଭାଗ୍ୟବାନ ହେଇଥିବ ଯେ ସାଉଥ ୱେଷ୍ଟ କର୍ଣ୍ଣରରେ କରିକି, ମାନେ ସାଉଥ ୱେଷ୍ଟ କର୍ଣ୍ଣରରେ ବାସ୍ତୁ ହେଇକି ତାର ହେଇଥିବ, ମୁଁ ଆଜି ଯାଏଁ ଏପର୍ଯ୍ୟନ୍ତ କୌଣସି ଗୋଟେ କେସ୍ ଦେଖିନି। ମୁଁ କହୁଛି 98% କେସେସରେ କି 99% ଅଫ ଦ କେସେସରେ ସେ ପ୍ରୋବ୍ଲେମ ଫେସ୍ କରୁଥିବ ଏବଂ ତା ଘରର କୌଣସି ପଇସା ବଞ୍ଚିବ ନାହିଁ। ତେଣୁ ମୋ ରିକ୍ୱେଷ୍ଟ, ଯଦି ଆପଣଙ୍କୁ ଏଇ ଭୂଖଣ୍ଡ ସାଉଥ ୱେଷ୍ଟ କୋଣର ଭୂଖଣ୍ଡର କୌଣସି ପ୍ଲଟ ମିଳୁଛି ଫ୍ରିରେ ବି ଯଦି କିଏ ଦଉଛି, ତାକୁ ନେବେ ନାହିଁ। ଠିକ ଅଛି। ଆଉ ଯଦି ମାନେ ସାଉଥ ୱେଷ୍ଟ କର୍ଣ୍ଣର ମୁହାଦ୍ୱାର ରହିଛି, ତାହେଲେ ତାକୁ ଭାଙ୍ଗିକି ଚେଞ୍ଜ କରନ୍ତୁ। ଆର କୌଣସି ରିମେଡି ନାହିଁ। ତେବେ ଆଜିର ସେସନରେ ଆମେ ନୈଋତ୍ୟମୁଖୀ ଭୂଖଣ୍ଡ ଏବଂ ନୈଋତ୍ୟମୁଖୀ ଗୃହର କେତେ ମାତ୍ରାରେ ଭୟଙ୍କର ହେଇପାରେ ତା ବିଷୟରେ ଜାଣିଲେ। ଆଗକୁ ଆମେ ଅନ୍ୟ ସିରିଜରେ ଆଉ ଅନ୍ୟ ଦିଗ ଗୁଡିକ ଜାଣିବା। ଆଜିର ସେସନ, ବାସ୍ତୁର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।